ଆସନ୍ତୁ ଶୁଣିବା ଏକ ନିରାଟ ସତ କଥା, ଯାହା ଖରାପ ଲାଗିଲେ ବି ସତ। ମଣିଷର ଭଗବାନ ନୁହେଁ ଈଶ୍ୱର ଦରକାର। ମଣିଷର ଭଗବାନ ନୁହେଁ ଈଶ୍ୱର ଦରକାର। ସାରା ଜୀବନ ଯେତେ ଜନ୍ମ ପାଉଛି ମଣିଷ, ଏ ଜନ୍ମ ଜନ୍ମାନ୍ତରକୁ ଈଶ୍ୱର ହିଁ ମଣିଷ ଖୋଜେ, ଭଗବାନଙ୍କୁ ନୁହେଁ। ଈଶ୍ୱର କିନ୍ତୁ ଏକ, ଠାକୁର କିନ୍ତୁ ଭିନ୍ନ ଭିନ୍ନ। ଈଶ୍ୱର ଏକ ଆଉ ଠାକୁର କିନ୍ତୁ ଭିନ୍ନ ଭିନ୍ନ, ଅଲଗା ପ୍ରକାରର, ଅଲଗା ରଙ୍ଗର, ଅଲଗା ରୂପର, ଅଲଗା ଆକୃତିର। ତେଣୁ କୁହାଯାଏ ଈଶ୍ୱର ଏକ ଆଉ ଅଦ୍ୱିତୀୟ। ଈଶ୍ୱର ମୂର୍ତ୍ତିରେ ନଥାନ୍ତି। ଈଶ୍ୱର ମୂର୍ତ୍ତିରେ ନଥାନ୍ତି, ସେ ଥାନ୍ତି ତ ସଜୀବ ଚଳଚଞ୍ଚଳ ମୂର୍ତ୍ତି ଭିତରେ, ସଜୀବ ମୂର୍ତ୍ତି ଭିତରେ, ମଣିଷ ଭିତରେ ଥାନ୍ତି। ସବୁ ଜୀବଜନ୍ତୁ ସଜୀବମାନଙ୍କ ଭିତରେ ଥାନ୍ତି। ଯେତେ ସଜୀବ ମଣିଷର ଈଶ୍ୱର ଜଡ଼ କି ନିର୍ଜୀବ ନୁହେଁ, ବରଂ ସଜୀବ, ସଚଳ, ଚଳଚଞ୍ଚଳ ଆଉ ଚେତନ ଯୁକ୍ତ, ଜୀବନ ଯୁକ୍ତ। ଜୀବନ ଥିବାରୁ ଈଶ୍ୱର ଅଛନ୍ତି ବୋଲି ମଣିଷ ପ୍ରତୀୟମାନ ହୁଏ। ମଣିଷ ଜାଣେ ଯେ ଈଶ୍ୱର ମୋ ଭିତରେ ଗୋଟେ କିଛି ଶକ୍ତି ଅଛି। ଈଶ୍ୱର ତ ସେଇ ଶକ୍ତି, ସେଇ ବିରାଟ ଭଣ୍ଡାର ଯେଉଁ ଅଛି ଆମ ଭିତରେ, ଯିଏ ଆମକୁ ଚଲାଉଛନ୍ତି, ବୁଲାଉଛନ୍ତି, ପ୍ରତ୍ୟେକ କାମଟି କରୁଛନ୍ତି। ସେ ନାହାନ୍ତି ତ ଆମେ ନାହାନ୍ତି। ଏ ମଣିଷ ବା ଏ ଦେହଟା ପଡ଼ିଯାଏ, ତାକୁ ପୋଡ଼ି ପୋତି ଦିଆଯାଏ। ସେଇ ଥିବାରୁ ସେଇ ଶକ୍ତି, ମହାଶକ୍ତି, ଶକ୍ତି ମହାଶକ୍ତିର ଭଣ୍ଡାର, ସେଇ ଶକ୍ତିଟାକୁ ହିଁ ତ କୁହାଯାଏ। ଏ ମଣିଷ କହୁଛି ଈଶ୍ୱର ବୋଲି। ଯାହା ଗୀତା କହେ ବା ପ୍ରମାଣ ଦିଏ, ଈଶ୍ୱର ସର୍ବଭୂତାନାଂ ହୃଦୟେ ତିଷ୍ଠତି ଅର୍ଜୁନ। ଆଉ ଭାଗବତ କହେ ଏ ଆତ୍ମା ଦାତା ହର୍ତ୍ତା କର୍ତ୍ତା ଆତ୍ମା ଈଶ୍ୱର ପିତା ମାତା। ସେହି ଆତ୍ମା ହିଁ ଈଶ୍ୱର, ଯିଏ ଆମ ଭିତରେ ସବୁବେଳେ ନିଶ୍ୱାସ ରୂପରେ ଚାଲିଛନ୍ତି, ନିଶ୍ୱାସ ରୂପରେ ଖେଳ କରୁଛନ୍ତି। ଆଉ ଇଏ ଚେତନକୁ ବା ଏ ଶରୀରଟାକୁ, ଏ ନିର୍ଜୀବ ଜଡ଼ ଶରୀରଟାକୁ ଚଲାଉଛନ୍ତି, ବୁଲାଉଛନ୍ତି ଯିଏ, ସେ ହିଁ ଆତ୍ମା। ସେହି ଆତ୍ମାକୁ ଈଶ୍ୱର ବୋଲି ଆସନ୍ତୁ ମାନିବା। ସିଏ କୌଣସି ଜଡ଼ ବା ନିର୍ଜୀବ ବସ୍ତୁ ଭିତରେ ନଥାନ୍ତି। ତେଣୁ ଆସନ୍ତୁ ସମସ୍ତଙ୍କ ଭିତରେ, ସବୁ ସଜୀବ ସଚଳ ଚଳଚଞ୍ଚଳ ହେଉଥିବା ଇଏ ଜୀବଜଗତ ଭିତରେ, ଇଏ ଉଦ୍ଭିଦ ଜଗତ ହେଉ ବା ଆମର ଜୀବଜଗତ, ମଣିଷଠୁ ଆରମ୍ଭ କରି ଯେତେ ପ୍ରକାର ଜୀବଜନ୍ତୁ, କୀଟପତଙ୍ଗଠୁ ଆରମ୍ଭ କରି ସମସ୍ତଙ୍କ ଭିତରେ ଦେଖିବା। ତାଙ୍କୁ ଆମ ନିଜ ଭିତରେ ଦେଖିଲେ ବା ସମସ୍ତଙ୍କ ଭିତରେ ଦେଖିଲେ, ସମସ୍ତଙ୍କ ଦେହ ଭିତରେ ଦେଖିଲେ, ଶରୀର ଭିତରେ ଦେଖିଲେ, ଆଉ କାହାକୁ ମାରିବା ପାଇଁ ଆଗ୍ରହ ହେବନି, କାହାକୁ ଇଚ୍ଛା ହେବନି, କାହାକୁ ଖରାପ ଭାଷାରେ କଥା କହିତେ ଇଚ୍ଛା ହେବନି, ଖରାପ ଭାଷା କହିହେବ ନାହିଁ, ପାଟି ତ ଲେଉଟିବ ନାହିଁ, ଜିଭ ଲେଉଟିବ ନାହିଁ କାହାକୁ ଖରାପ ଭାଷା କହିବା ପାଇଁ। ଆଉ ଖରାପ ଜିନିଷ ଦେଖିବା ପାଇଁ ଇଚ୍ଛା ହେବ ନାହିଁ, ଖରାପ କଥା କହିବା ପାଇଁ ଇଚ୍ଛା ହେବ ନାହିଁ, ଖରାପ କଥା ଶୁଣିବା ପାଇଁ ଇଚ୍ଛା ହେବନି, ଚିନ୍ତା କରିବା ପାଇଁ ବି ଇଚ୍ଛା ହେବନି। ଆଉ ଅନ୍ୟମାନଙ୍କ ଶରୀର ଭିତରେ ଈଶ୍ୱରଙ୍କୁ ଆମେ ଦର୍ଶନ କରିବା। ତେଣୁ ଆସନ୍ତୁ ଆଜି ସେଇ ଈଶ୍ୱରଙ୍କୁ ସମସ୍ତ ଭିତରେ ଦର୍ଶନ କରିବା। ଏତିକି ଆପଣମାନଙ୍କୁ ଜଣାଇ ରହୁଛି। କେମିତି ଲାଗୁଛି ଆପଣ କହିବେ। ନମସ୍ତେ।